करारविन्दे न पदारविन्दो मुखारविन्दे विनिवेशयन्तम् वटस्य पत्रस्य पुष्टे शयनम् बालमुकुन्दं मनसा स्मरामि। हे कृष्ण हे जादव हे सखेति गोविंद दामोदर माधवेति गोविंद दामोदर माधवेति गोविंद दामोदर माधवेति। जय श्री कृष्ण, जय राधा रानी। प्रवीर यूट्यूब चैनल को आपण मान को स्वागत करुछि। हे बंधु, आपण मानकर सहयोग आपण मानकर भल पाइबा ही मते आगु को बढ़िबार प्रेरणा जोगैछि। आ बंधुत्व हेबा एमिति हवा दरकार जेंति भक्त और भगवान के मध्य संपर्क, प्रभु जगतनाथ जगन्नाथ सहित जेपरी सालबेगर संपर्क, जगन्नाथ सहित जमती दासियाबाऊर संपर्क, आउ से जगन्नाथ कृष्णचंद्र सखा जेपरी सुदामा एपरी भाव में बंधुत्व स्थापन कले ये संसार रे समस्त ही बंधु भाव में आत्म भाव में परिगणित हेबे। भक्त भगवान सुसंपर्क एमिति गोटे सूक्ष्म संपर्क या जगत बुझी भी बुझी पारे नहीं। आ सुदामा महाराज चरित्र को बा सुदामा महाराज को बुझीबा आहुरी कष्ट। भागवत रे जेतेबेले भक्तंकर चरित्र चित्रण कले सुखदेव गोस्वामी, यदि सर्वश्रेष्ठ चरित्र को आलोचना करा जाए तेरे सुदामा परी द्वितीय केही नुहंती। मुनिनां गुरु, योगिनां परम गुरु आ परम भागवतमय सुखदेव महाराज श्रीमद् भागवत रे जो 18,000 श्लोक रचना करा जायछि, ए 18,000 श्लोक मान मध्यरु 2टी श्लोक रे से समाधिस्थ होइतिले। गोटे होउछि प्रहलाद महाराज चरित्र, आउ गोटे होउछि सुदामा चरित्र। आउ कहीं भाष्यकार मान कहती जे ब्रह्मा जेतेबेले भगवान कृष्ण को परीक्षा करने गोहरण करते सखा मान को हरण करते सेतबेले मध्य सुखदेव गोस्वामी समाधिस्थ नहीं। तेणु गोटे होउछि भक्त भगवान के चरित्र कथा। भक्त एमिति हवा दरकार जे भगवान को किसी मागिबो नाही, कहीं ना से अंतर्जामी, जे अंतर्जामी नही ताले यदि अंतर वेदना को से न बुझी पारिबे तेबे आमे मागिबा कहीं। आउ गोटे कथा, जी भिक मागे आगे ताकू दांडरे ही ठिया हबको पड़ी थाए, आउ जी भिक मागे आमे ताकू दरिद्र ही कही थाओ, किंतु ता ठीक नुहे। दरिद्र तो सीए जार मन संकीर्ण, जार विचार न्यून। आ एक कथा ठीक आज आपण मान को आगे से सुदामा कथा मु आपण मान आगे कहवाक जाऊँगी। सुदामा गरीब परिवार जन्म ग्रहण करिसेंती। आ एक कथा भी ठीक,
ସୁଦାମା ବ୍ରାହ୍ମଣ ଘରେ ଜନ୍ମ ନେଇଛନ୍ତି। ଘରେ ଖାଇବାକୁ ନାହିଁ, ଗୋଟିଏ ବେଳା ଖାଇଲେ ଆଉ ଗୋଟିଏ ବେଳା ଖାଇବାକୁ ଚିନ୍ତା କରିବାକୁ ପଡେ। ଆଉ ଏକଥା ବି ଠିକ, ସୁଦାମା ମହାରାଜାଙ୍କର ଯେଉଁ କୁଟୀର ତାହା ନାମ ମାତ୍ର। ତାଙ୍କ ଘର ମଧ୍ୟକୁ ସୂର୍ଯ୍ୟ ଚନ୍ଦ୍ରଙ୍କର ଅବାଧ ପ୍ରବେଶ ହେଇଥାଏ। ଆଉ ଗୋଟେ କଥା, ସନ୍ତ ସୁଦାମାଙ୍କର ପିଲାଛୁଆ ମଧ୍ୟ 5 ଜଣ। କିନ୍ତୁ ସେ ତାଙ୍କ ନିଜ କୁଡ଼ିଆରେ ରାଜା। ଯେଉଁ ଆତ୍ମସନ୍ତୋଷ ସେ ପ୍ରାପ୍ତ ହେଉଛନ୍ତି, କୌଣସି କୋଟିପତି ବି ସେ ଆତ୍ମସନ୍ତୋଷ ପ୍ରାପ୍ତ ହେବ ନାହିଁ। ଆଉ ତାଙ୍କ ପାଖରେ ବି ଅନେକ ଗୁଡ଼ିଏ ଉପାଧି ବି ଲାଗିଛି ତାଙ୍କ ନାମରେ। କଣ ସେ ଉପାଧି? ନା କୃଷ୍ଣ ଶ୍ୟାସୀ କଥା କଶ୍ଚିତ ବ୍ରାହ୍ମଣ ବ୍ରହ୍ମବିତମା ବିରକ୍ତ ଇନ୍ଦ୍ରିୟାର୍ଥେଷୁ ପ୍ରଶାନ୍ତାତ୍ମା ଜିତେନ୍ଦ୍ରିୟ। କୃଷ୍ଣ ଶ୍ୟାସୀ କଥା କଶ୍ଚିତ ବ୍ରାହ୍ମଣ ବ୍ରହ୍ମବିତମା, ଏ ଉପମା ସବୁ ଲାଗିଲା। ଅର୍ଥାତ ବ୍ରହ୍ମ କଣ ସେ ଜାଣନ୍ତି। ଆଉ କଳିଯୁଗରେ ସନ୍ନ୍ୟାସୀ ବ୍ରତକୁ ବିରୋଧ କରାଯାଇଛି। ଆମେ ଯଦି ସମସ୍ତେ ସନ୍ନ୍ୟାସୀ ହେବା ପାଇଁ ଗୃହ ତ୍ୟାଗ କରି ଅରଣ୍ୟରେ ଯାଇ ତପସାଧନ କରିବା, ତେବେ ସଂସାର ବଢ଼ିବ କେମିତି? ଆଉ ସଂସାରକୁ ତ୍ୟାଗ କରି ଯେ ଅରଣ୍ୟରେ ପ୍ରଭୁଙ୍କୁ ଖୋଜିଲେ ପ୍ରଭୁ ଅରଣ୍ୟରେ ଅଛନ୍ତି, ତାହା ବି ଭାବିବା ଭୁଲ। ଯଦି ପ୍ରଭୁ ଅରଣ୍ୟରେ ଥାନ୍ତେ, ତାହେଲେ ପ୍ରହ୍ଲାଦ ମହାରାଜ ନିଜ ପରିବାର ମଧ୍ୟରେ ରହି ମଧ୍ୟ ପିତାଙ୍କର ଆକ୍ରୋଶର ଶିକାର ହୋଇ ମଧ୍ୟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଇ ମଧ୍ୟ ଭଗବାନ କିପରି ତାକୁ ଉଦ୍ଧାର କଲେ? ତେଣୁ ବ୍ରହ୍ମ ସବୁ ଜାଗାରେ ବିଦ୍ୟମାନ ଅଛନ୍ତି। ଗୀତାରେ ଗୋଟେ କଥା କୁହାଯାଇଛି, ବିଦ୍ୟା ବିନୟୀ ସମ୍ପୂର୍ଣ୍ଣ ବ୍ରାହ୍ମଣ ଗଭିହସ୍ତିନି ସୁନିଶୁଚି ସୁପାକେଶ ପଣ୍ଡିତା ସର୍ବଦର୍ଶିନା। ତେଣୁ ପ୍ରକୃତରେ ପ୍ରଭୁଙ୍କୁ ଯେ ଅନ୍ତରାତ୍ମାରେ ଦେଖେ ଆଉ ସର୍ବତ ସ୍ଥାନରେ ଦେଖେ, ସେ ହିଁ ଈଶ୍ୱର ପ୍ରାପ୍ତ ହେଇଥାଏ। ଆଉ ପରିବାର ମଧ୍ୟରେ ରହି ଈଶ୍ୱରଙ୍କୁ ପ୍ରାପ୍ତ ହେବା ସବୁଠାରୁ ବଡ଼ କଷ୍ଟ ହେଲେ ମଧ୍ୟ ଆନନ୍ଦଦାୟକ ହେଇଥାଏ। ଆଉ ସେଇଥିପାଇଁ ଗୃହସ୍ଥ ଆଶ୍ରମକୁ ଧନ୍ୟ ଗୃହସ୍ଥ ଆଶ୍ରମ ବୋଲି କୁହାଯାଏ। କାହିଁକି ନା ଏ ଗୃହସ୍ଥ ଆଶ୍ରମରେ ତ ଭଗବାନ କୃଷ୍ଣ ଜନ୍ମ ହେଇଥିଲେ, ଭଗବାନ ରାମ ଜନ୍ମ ହେଇଥିଲେ। ଆଉ ଏ ଗୃହସ୍ଥ ଆଶ୍ରମରେ ତ ଦନ୍ତବକ୍ର, କଂସ, ରାବଣ, ବିଭୀଷଣ ପରି ରାକ୍ଷସମାନେ ବି ଜନ୍ମ ନେଇଥିଲେ। ତେଣୁ ଧନ୍ୟ ଗୃହସ୍ଥ ଆଶ୍ରମ। ଗୃହସ୍ଥ ଆଶ୍ରମ ବିନା ଆଶ୍ରମ ନାହିଁ। ତେଣୁ ଯେଉଁମାନେ ଗୃହସ୍ଥ ଆଶ୍ରମକୁ ଛାଡ଼ି ଅନ୍ୟତ୍ର ଜଙ୍ଗଲରେ ରହି ତପସାଧନ କରୁଛନ୍ତି ବା ଅନ୍ୟତ୍ର ରହିକି ମନ୍ଦିର ମାନଙ୍କରେ ବାବା ହେଇ ଭାବୁଛନ୍ତି, ତାହା କେବେ ପ୍ରଭୁଙ୍କୁ ପ୍ରାପ୍ତ ହେବାର ଆମେ କେବେ ବି ଦେଖିନାହିଁ। ସଂସାରରେ ରହି ମଧ୍ୟ ପ୍ରଭୁଙ୍କୁ ପ୍ରାପ୍ତ ହେବା ସହଜ ହୋଇଥାଏ। ସଂସାରରେ ଏମିତି ରୁହ ଯେମିତି ସଂସାର ତମକୁ ସଂସାରିକ ନ କରେ। ପଙ୍କରେ ଯେମିତି ପଦ୍ମ ଫୁଲ ଫୁଟେ, ପଙ୍କରୁ ଯେମିତି ପଙ୍କଜ ସୃଷ୍ଟି ହୁଏ, ଆଉ ପଙ୍କ ମଧ୍ୟ ପଦ୍ମ ଫୁଲକୁ ସ୍ପର୍ଶ କରିପାରେ ନାହିଁ। ଠିକ୍ ସେହିପରି ସଂସାରରେ ରୁହ, କିନ୍ତୁ ସଂସାରର ବିଷୟ ବାସନା ଆସକ୍ତି ଠାରୁ ଦୂରେଇ ରହିଲେ ସଂସାର କେବେ ସାଂସାରିକ ହେବ ନାହିଁ। ଏଠି ସୁଦାମା ମହାରାଜ ସଂସାର ଭିତରେ ଅଛନ୍ତି ସତ, ପିଲା ଛୁଆ ବୋଧେ 5 ଜଣ, ହେଲେ କଣ ଖାଉଛନ୍ତି କଣ ନାହିଁ ସେଥିପାଇଁ ତାଙ୍କର ଚିନ୍ତା ନଥାଏ। ଆଉ କଣ ନା ତାଙ୍କର ଉପାଧି ଲାଗିଛି ବ୍ରାହ୍ମଣ ବ୍ରହ୍ମବିତମା। ବ୍ରହ୍ମ କଣ ସେ ଜାଣନ୍ତି, ବ୍ରହ୍ମ କୋଉଠି ଅଛନ୍ତି କେମିତି ଅଛନ୍ତି ତାଙ୍କୁ ଜଣାଥାଏ। ଆଉ ପ୍ରଶାନ୍ତ ଆତ୍ମା ଜିତେନ୍ଦ୍ରିୟ, ଆତ୍ମା ତାଙ୍କର ପ୍ରଶାନ୍ତ ବିରାଟ ଆତ୍ମା।
ଆଉ ଜିତେନ୍ଦ୍ରିୟ ଇନ୍ଦ୍ରିୟ ମାନଙ୍କୁ ସେ ଜିତିଛନ୍ତି। ଆପଣ ମାନେ କହିବେ ଇନ୍ଦ୍ରିୟ ମାନଙ୍କୁ ଜିତିଲେ ତାଙ୍କର ପିଲାଛୁଆ ଆସିଲେ କେମିତି? ପିଲାଛୁଆ ଜନ୍ମ କରିବା ବା ପିଲାଛୁଆ କରିବା ଇନ୍ଦ୍ରିୟ ଲାଳସା ନୁହେଁ। ଇନ୍ଦ୍ରିୟ ଲାଳସାରେ କେହି ପିଲାଛୁଆ ଜନ୍ମ କରନ୍ତି ନାହିଁ। ଆଉ ଯେଉଁମାନେ ଇନ୍ଦ୍ରିୟ ଲାଳସାରେ ପିଲାଛୁଆ ଜନ୍ମ କରନ୍ତି ସେମାନଙ୍କ ପିଲାମାନେ ହିଁ ବିପଦକାମୀ ହେଇଥାନ୍ତି। 18,000 ଶ୍ଳୋକମାନଙ୍କ ମଧ୍ୟରେ ସୁଦାମାଙ୍କୁ କେଉଁଠି ଦରିଦ୍ର ବୋଲି କୁହାଯାଏ ନାହିଁ। ତ ଘରେ ଖାଇବାକୁ ନାହିଁ, ଚିରା ଫଟା ବସ୍ତ୍ର ପିନ୍ଧନ୍ତି, ପିଲାମାନଙ୍କୁ ଦୁଇଓଳି ଖାଇବାକୁ ଦେବା ପାଇଁ ସକ୍ଷମ ନାହିଁ, ଘର ଚାହାଣ କରିବା ପାଇଁ ସକ୍ଷମ ନାହିଁ, ପତ୍ନୀଙ୍କୁ ଭଲ ଶାଢ଼ୀ ଖଣ୍ଡେ ଦେବା ପାଇଁ ବି ସକ୍ଷମ ନାହିଁ। ତଥାପି ଶୁକଦେବ ଗୋସ୍ୱାମୀ ଯେତେବେଳେ ଚରିତ୍ର ଚିତ୍ରଣ କରିଛନ୍ତି ସୁଦାମାଙ୍କୁ କୌଣସି ଜାଗାରେ ଦରିଦ୍ର ବୋଲି କୁହାଯାଏ ନାହିଁ। କିନ୍ତୁ ତାଙ୍କ ପତ୍ନୀକି ଯେତେବେଳେ ପତ୍ନୀଙ୍କର ସୁଶୀଳାଙ୍କର ଯେତେବେଳେ ଚରିତ୍ର ଚିତ୍ରଣ କଲେ ସେଠି କିନ୍ତୁ ତାଙ୍କୁ ଦରିଦ୍ର ବୋଲି କୁହାଗଲା। ଯାହାର ସ୍ୱାମୀ ଦରିଦ୍ର ତାର ସ୍ତ୍ରୀ ଦରିଦ୍ର ହେଇଥାଇପାରେ, କିନ୍ତୁ ଯାହାର ସ୍ୱାମୀ ଦରିଦ୍ର ନୁହେଁ ତା ସ୍ତ୍ରୀ କିପରି ଦରିଦ୍ର ହବ? ଏ ସୁନ୍ଦର ଭାବରେ ସଂଯୋଜନା କରିଛନ୍ତି ଶୁକଦେବ ଗୋସ୍ୱାମୀ, ରଚନା କରିଛନ୍ତି, ଚରିତ୍ର ଚିତ୍ରଣ କରିଛନ୍ତି। ଆଉ ସୁଶୀଳା ନିଜ ସ୍ୱାମୀକୁ ଭକ୍ତି କରନ୍ତି, ନିଜ ସ୍ୱାମୀଙ୍କର ଅନୁଶାସନରେ ଚାଲନ୍ତି। ପତିବ୍ରତା ପତିପ୍ରାହୁ ସ୍ମାଇତ ବଦନିକଷା ଦରିଦ୍ରାସିତ ମାନସା ଏବମାନା ବିଗମଚ୍ୟଂ। ଶୁକଦେବ ଗୋସ୍ୱାମୀ ଭାଗବତର ସମସ୍ତ ଚରିତ୍ରକୁ ଅଲଗା ଅଲଗା ଚିତ୍ରଣ କରିଛନ୍ତି। ଏଥିପାଇଁ ସୁଦାମାଙ୍କ ପତ୍ନୀକୁ ଦରିଦ୍ର କୁହାଗଲା। କାହିଁକି ନା ସୁଦାମାଙ୍କର ନିୟମ ଅଛି 5-7 ଘରକୁ ଯିବେ, ଯେତିକି ଚାଉଳ ମିଳିଲା ସେତିକିରେ ହିଁ ସେ ପରିବାର ପ୍ରତିପୋଷଣ କରିବେ, ଆଉ ଅଲଗା ଘରକୁ କାହାକୁ ଯିବେ ନାହିଁ। କିନ୍ତୁ ଇଏ ଜୟ ଶ୍ରୀକୃଷ୍ଣ କରି ଶୋଇଯାଆନ୍ତି ପାଣି ମଧ୍ୟ ପିଇକି ସନ୍ତୁଷ୍ଟରେ। ଦିନ ରାତି ଅହରହ ଶୟନେ ସ୍ୱପନେ ଜାଗରଣେ ଜୟ ଶ୍ରୀକୃଷ୍ଣ ହିଁ କହୁଛନ୍ତି। କିନ୍ତୁ ପତ୍ନୀଙ୍କର ଚିନ୍ତା ବଢ଼ିଥାଏ, ସୁଶୀଳାଙ୍କର ଚିନ୍ତା ବଢ଼ିଥାଏ। ଇଏ ତ ଏତିକି ଘର ଯିବେ, ଏତିକି ଚାଉଳ ଆଣିବେ, ଗୋଟିଏ ବେଳା ଖାଇଲେ ଆର ବେଳାକୁ ଉପବାସରେ ରହିବାକୁ ପଡୁଛି, ପିଲାମାନେ 4-4ଟା ପିଲାଙ୍କୁ ଏତେ ମଣିଷ କରିବେ କେମିତି? ଏ ଚଳିବେ କେମିତି, ବଞ୍ଚିବେ କେମିତି? ଏଇ ଚିନ୍ତାରେ ସେ ସବୁଦିନେ ଥାନ୍ତି। ସଂସାରରେ ସମସ୍ତଙ୍କର ସବୁଦିନ ଭଲରେ କଟେ ନାହିଁ। ଆଉ ସୁଶୀଳାଙ୍କୁ ଦରିଦ୍ର ଏଇଥିପାଇଁ କୁହାଗଲା ଯେ ସଂସାର କିପରି ଚଳିବ, ପିଲାମାନେ କେମିତି ମଣିଷ ହେବେ, ଏଇ ଚିନ୍ତାରେ ସେ ଥିବାରୁ ତାକୁ ଦରିଦ୍ର ବୋଲି କୁହାଗଲା। କିନ୍ତୁ ସୁଦାମାକୁ ଯାଏସ ନାହିଁ, ପାଣି ମୁଦିଏ ପିଇକି ଆରାମସେ ଜୟ ଶ୍ରୀକୃଷ୍ଣ ରହି ଯାଆନ୍ତି। କିନ୍ତୁ କଥା ହଉଛି ସଂସାରରେ ସମସ୍ତଙ୍କର ସବୁଦିନ ଭଲରେ କଟେନି, କି ସମସ୍ତଙ୍କର ସବୁଦିନ ଖରାପରେ ବି କଟେ ନାହିଁ। ଦିନ ଅଛି ତ ରାତି ଆସିବ, ଆଉ ରାତ୍ରି ରୂପକ ଦୁଃଖ ଅଛି ତ ପ୍ରଭାତ ରୂପକ ସୁଖ ବି ଆସିବ। ଏହା ଭାବିବା ଠିକ ନୁହେଁ ଯେ କେବଳ ସୁଖୀ ହିଁ ସୁଖ ପାଇବ ଆଉ ଦୁଃଖୀ ହିଁ ଦୁଃଖ ପାଇବ। ଜୀବନରେ କେବଳ ଦୁଃଖ, କାହା ଜୀବନରେ କେବଳ ଦୁଃଖ ସବୁଦିନ ପାଇଁ ନଥାଏ, କି କାହା ଜୀବନରେ କେବଳ ସୁଖ ସବୁଦିନ ପାଇଁ ନଥାଏ। ହେଲେ ସୁଦାମାଙ୍କର ଏ ଦୁଃଖ ସୁଖରେ କିଛି ଯାଏସ ନାହିଁ। ହେଲେ ସୁଦାମାଙ୍କ ପତ୍ନୀ ଯେହେତୁ ଘରର ସବୁ କଥା ବୁଝନ୍ତି, ତେଣୁ ମନରେ ଚିନ୍ତାଗ୍ରାସ କରନ୍ତି ଚଳିବେ କେମିତି। ଇଏ ତ ଜୟ ଶ୍ରୀକୃଷ୍ଣ କରି ଶୋଇଗଲେ, ହେଲେ ପିଲା 4ଟି ଖାଇବେ କଣ, ଆଣିବେ କୋଉଠୁ? କିନ୍ତୁ ଗୋଟିଏ କଥା
ସୁଦାମାଙ୍କ ପତ୍ନୀଙ୍କର ଗୋଟିଏ ବିଶେଷ ଗୁଣ ହେଉଛି ସେ ହେଉଛନ୍ତି ପତିବ୍ରତା। ପତିବ୍ରତା ପତିପ୍ରାହୋ। ସ୍ୱାମୀକୁ କଦାଚିତ ଏ କିଛି କୁହନ୍ତି ନାହିଁ। ସ୍ୱାମୀଙ୍କର ଅନୁଶାସନରେ ଚାଲନ୍ତି। କିନ୍ତୁ ଆଜିକାଲିକା ଯୁଗରେ ଯଦି କିଛି ଗୋଟିଏ ଅଣା ହେଇଯାଏ ପତ୍ନୀ ମାନଙ୍କର, ସ୍ତ୍ରୀ ମାନଙ୍କର, ତେବେ ସେଦିନ ସବୁକିଛି ଅନ୍ଧାର ହେଇଯାଏ। ଆଉ ଝିଙ୍ଗାସି ବି କହନ୍ତି, ତମକୁ ଯଦି ରୋଜଗାର କରିବାର ନଥିଲା ମତେ ବାହା ହଉଥିଲ କାହିଁକି? ତମକୁ ଯଦି ଭଲ ଶାଢ଼ୀ କାଣ୍ଡି ଦବାର ଥିଲା ତମେ ମତେ ବାହା ହଉଥିଲ କାହିଁକି? ଅନେକ ଝିଙ୍ଗାସି କରି ପତ୍ନୀ ମାନେ କୁହନ୍ତି। କିନ୍ତୁ ଏକଥା ଭାବିବା ଉଚିତ ଯେ ପୂର୍ବ ଜନ୍ମର ସୁକୃତ ଲାଗି ତୁମେ ଏ ସ୍ୱାମୀକୁ ପାଇଛ। ତେଣୁ ଯେ ଏହି ସ୍ୱାମୀକୁ ତୁମେ ଭଲ ଭାବରେ ଦେଖ, ପରଜନ୍ମ ପାଇଁ ନିଶ୍ଚିନ୍ତ ଭାବରେ ପଥ ପରିଷ୍କାର ହେଇଯିବ। ତେଣୁ ସେଇଥିପାଇଁ କୁହାଯାଇଛି ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ, ସ୍ୱାମୀ ସେବା ନାରୀ ଧର୍ମ, ସ୍ୱାମୀ ପଦେ ଭକ୍ତି ଅର୍ଚ୍ଚନାରେ ମତି, କରିଛେ ବିତୁ ପାଇବୁ ଭାଗ୍ୟ। ତେଣୁ ସ୍ୱାମୀକୁ କେବେ ଛୋଟ ଭାବିବ ନାହିଁ। ସ୍ୱାମୀ କାଲ ହଉ, କେମ୍ପା ହଉ, ଅନ୍ଧ ହଉ, ଅକର୍ମଣ୍ୟ ହଉ, ପତ୍ନୀ ମାନଙ୍କ ପାଇଁ ସେ ସ୍ୱାମୀ ହେଇଥାଏ। ଆମ ମାନଙ୍କ ପାଇଁ ଜଗତର ନାଥ ଜଗନ୍ନାଥ ଯେମିତି ସ୍ୱାମୀ, ସମସ୍ତ ପତ୍ନୀ ମାନଙ୍କର ସ୍ୱାମୀ ହେଉଛନ୍ତି ତାଙ୍କର ସେଇ ଠାକୁର ବୋଲି ଭାବିଲେ ନିଶ୍ଚିନ୍ତ ଭାବରେ ଆନନ୍ଦ, ସେ ପରିବାର ସୁଖରେ ରହିବ। ଏ ସୁଦାମା କଥା ବିଚାର କରନ୍ତୁ। ଘରେ ଖାଇବାକୁ ନାହିଁ, ଜୟ ଶ୍ରୀକୃଷ୍ଣ କି ସୁଦାମା ଶୋଇଯାଆନ୍ତି। ହେଲେ ଏତେ ଦୁଃଖ କଷ୍ଟରେ ବି ସୁଶୀଳା କେବେ ବି ସ୍ୱାମୀକୁ ପଦେ ଉତ୍ତର ଦେଇନାହାନ୍ତି। ଏହା ନୁହେଁ ଯେ ସୁଦାମାକୁ ପ୍ରଲୋଭନ ମିଳିନଥିଲା। ସୁଦାମା ଯେଉଁ ରାଜ୍ୟରେ ରହୁଥିଲେ ସେ ରାଜାଙ୍କ ନାମ ଥିଲା ପୁଣ୍ଡରୀକ କୃଷ୍ଣ। ଆଉ ସେ ରାଜା ବହୁତ ଅତ୍ୟାଚାରୀ, ମଦ୍ୟପ ଆଉ ଲମ୍ପଟ। ନିଜକୁ ସେ କୃଷ୍ଣ ବୋଲି ଭାବୁଥିଲେ। ଦିଟା ହାତ ଥିଲା, କାଠରେ ଆଉ ଦୁଇଟି ହାତ ତିଆରି କରିଦେଲେ, ଆଉ ରାଜ୍ୟସାରା ଡେଙ୍ଗୁରା ଦେଇଦେଲେ ଯେ ଦ୍ୱାରିକାର କୃଷ୍ଣ ସେ କୃଷ୍ଣ ନୁହଁ, ସେ ଡୁପ୍ଲିକେଟ କୃଷ୍ଣ, ମୁଁ ହଉଛି ଅରିଜିନାଲ କୃଷ୍ଣ, ମତେ ହିଁ ତୁମେ ପୂଜା କର। ଆଉ ପୁଣ୍ଡରୀକ କୃଷ୍ଣକୁ ଯିଏ ପୂଜା କଲା, ପୁଣ୍ଡରୀକ କୃଷ୍ଣର ଯିଏ ଗୁଣଗାନ କଲା, ପୁଣ୍ଡରୀକ କୃଷ୍ଣ ତାକୁ ଅଯାଚିତ ଭାବରେ ଧନ ସମ୍ପତ୍ତି ଦାନ କଲା। କିନ୍ତୁ ପୁଣ୍ଡରୀକ କୃଷ୍ଣକୁ ଯିଏ କୃଷ୍ଣ ବୋଲି ଭାବିଲା ନାହିଁ, ବିରୋଧ ଆଚରଣ କଲା, ତାକୁ ରାଜ୍ୟରୁ ବିତାଡ଼ିତ କଲା ଏବଂ ତାକୁ ଦଣ୍ଡିତ ମଧ୍ୟ କଲା। ଏବଂ ସେଇ କଥା ହଉଛି ନିଜର ପ୍ରଶଂସା ପାଇଁ ଯିଏ ମଣିଷ ଖୋଜେ, ଆଉ ଯିଏ ପୁଣ୍ଡରୀକ କୃଷ୍ଣଙ୍କର କଥାରେ ନ ଗଲା, ପୁଣ୍ଡରୀକ କୃଷ୍ଣ ତାକୁ ଶାସ୍ତି ଦେଲା। କିନ୍ତୁ ତିନୋଟି ଜିନିଷରେ କଦାଚିତ ଅହଙ୍କାର କରିବ ନାହିଁ। ପ୍ରଥମ କଥା ହଉଛି, ଗୋଟିଏ ହଉଛି ଧନ, ଗୋଟିଏ ହଉଛି ଯୌବନ, ଆଉ ଗୋଟିଏ ହଉଛି ନିଜର ସାମର୍ଥ୍ୟ। ଏ ତିନିଟାରେ କଦାଚିତ ଅହଙ୍କାର କରିବନି, ଗର୍ବ କରିବ ନାହିଁ। ଧନ ଚଞ୍ଚଳା, ଆଜି ଅଛି କାଲି ରହିବ ନାହିଁ। ଅନେକ ଧନ ଥାଇ ମଧ୍ୟ ସମୟ ଆସିଲେ ସେ ଧନ କାର୍ଯ୍ୟରେ ଲାଗେ ନାହିଁ। 2019-20 ଯେଉଁ ମହାମାରୀ ହେଲା, ଏ ମହାମାରୀରେ ଅନେକ ଲୋକ ମୃତ୍ୟୁବରଣ କଲେ। ସେଥିରେ ଅନେକ କୋଟିପତି ମାନଙ୍କର ପରିବାରରୁ ମଧ୍ୟ କେତେଜଣ ହଜିଗଲେ। ତାଙ୍କ ପାଖରେ କ'ଣ ଧନ ନଥିଲା, ତାଙ୍କ ପାଖରେ କ'ଣ ସମ୍ପତ୍ତି ନଥିଲା, ତାଙ୍କ ପାଖରେ କ'ଣ ଲୋକବଳ ନଥିଲା, ତାଙ୍କ ପାଖରେ କ'ଣ ବାହୁବଳ ନଥିଲା, ହେଲେ ବଞ୍ଚେଇ ରଖି ପାରିଲେ ତ? ତେଣୁ ଏ ଧନ, କେତେ ଧନ କୋଉଥିରେ ଲାଗିବ? ତେଣୁ ଧନ ଲାଗି କେବେ ଅହଙ୍କାର କରିବ ନାହିଁ। ଆଉ ଗୋଟେ ହେଉଛି ଯୌବନ।
ଯୌବନ ହଜିଯିବ, ବୃଦ୍ଧାବସ୍ଥା ଆସିବ। ଏ ହେଉଛି ଶରୀରର ଲକ୍ଷଣ। ଛୋଟ ହେଲେ ବଡ଼ ହୁଅନ୍ତି, ବଡ଼ ହେଲେ ଯୌବନ ଆସେ, ଯୌବନ ଆସିଲେ ଯୌବନ ହଜିଗଲା ପରେ ବୃଦ୍ଧତ୍ୱ ପ୍ରାପ୍ତ ହୁଅନ୍ତି। ଆଖିକୁ ଦୃଶ୍ୟ ହୁଏ ନାହିଁ, କାନକୁ ଶୁଭେ ନାହିଁ, ଚମ ଧୁଡ଼ୁ ଧୁଡ଼ୁ ହୋଇଯାଏ, ସେତେବେଳେ ଯୌବନ ହଜିଯାଏ। ତେଣୁ ଯୌବନ ଯେତିକି ଦିନ ରହିଥିବ ସେ ଯୌବନ ନେଇ କେବେ ଅହଙ୍କାର କରିବ ନାହିଁ କି ଗର୍ବ ମଧ୍ୟ କରିବ ନାହିଁ। ଆଉ ଗୋଟେ ହେଉଛି ନିଜର ସାମର୍ଥ୍ୟ। ନିଜ ପାଖରେ କେତେ ଧନ ଅଛି, ନିଜର ବାହୁବଳ ଶକ୍ତିମାନ କେତେ ଅଛି, ନିଜର ଲୋକପଣିଆ କେତେ ଅଛି, ଏଥିରେ କେବେ ବି ଗର୍ବ କରିବ ନାହିଁ। କାରଣ ସମୟ ସବୁଦିନେ ଗତି କରି ଚାଲିଛି। କେତେବେଳେ କାହା ସମୟରେ କ'ଣ ଆସି ପହଞ୍ଚିବ ତା କେହି ବି କହିପାରିବେ ନାହିଁ। ତେଣୁ ଏ ତିନିଟାରେ କଦାଚିତ୍ ଗର୍ବ କରିବା ଉଚିତ ନୁହେଁ କି ଅହଙ୍କାର କରିବା ଉଚିତ ନୁହେଁ। ଧନର ବଳ ବଳ ନୁହଁ, ଦେହର ବଳ ବି ବଳ ନୁହଁ, ଅର୍ଥର ବଳ ବି ବଳ ନୁହଁ। ଆଉ ଆଜି ଗୋବିନ୍ଦକୁ ସ୍ମରଣ କରି କରି ସୁଦାମା ମହାରାଜ ଶାନ୍ତ ଅନୁଭବ କରୁଛନ୍ତି। ଯାଏସେ ନାହିଁ ଖାଇଲେ କି ନ ଖାଇଲେ। ଆଜି ଗୋବିନ୍ଦଙ୍କୁ ଜାଗ୍ରତ କରିଦେଇଛନ୍ତି ନିଜ ହୃଦୟ ମଧ୍ୟରେ ସୁଦାମା ମହାରାଜ, ଯୋଉଥିପାଇଁ ଅହରହ ସେ ତୃପ୍ତି ଅନୁଭବ କରୁଛନ୍ତି। ଖାଇଲେ ଖାଇଲେ, ନ ଖାଇଲେ ନାହିଁ, ପିନ୍ଧିଲେ ପିନ୍ଧିଲେ, ନ ପିନ୍ଧିଲେ ନାହିଁ, ସଂସାର କେମିତି ଚାଲୁଛି, କ'ଣ ଚାଲିଛି ତାଙ୍କୁ ହିଁ ଜଣା ନାହିଁ। ପ୍ରକୃତିରେ ଯିଏ ଗୋବିନ୍ଦକୁ ନିଜ ହୃଦୟ ମଧ୍ୟରେ ଶୁଆଇ ଦିଏ ସେ ହେଉଛି ସଂସାରୀ। ଆଉ ଯିଏ ଗୋବିନ୍ଦକୁ ନିଜ ହୃଦୟ ମଧ୍ୟରେ ଜାଗ୍ରତ କରାଏ ସେ ହିଁ ସାଧୁ। ଆଉ ସୁଦାମା ମହାରାଜଙ୍କ ହୃଦୟ ମଧ୍ୟରେ ଗୋବିନ୍ଦ ଜାଗ୍ରତ ଅଛନ୍ତି। ସେଇଥିପାଇଁ ଦୁଃଖ କ'ଣ, କଷ୍ଟ କ'ଣ, ଯନ୍ତ୍ରଣା କ'ଣ ତାଙ୍କୁ ଜଣା ପଡ଼େ ନାହିଁ। କାହିଁକି ନା ଯଦି କୃତକର୍ମର ଫଳ, ପୂର୍ବଜନ୍ମର କୃତକର୍ମ ଫଳ ଭଗବାନ ଏ ଜନ୍ମରେ ଦେଇଛନ୍ତି, ତାହା ତ ଭୋଗ କରିବାକୁ ହିଁ ପଡ଼ିବ। ଆପଣ କେବେ କର୍ମ ନ କଲେ କ'ଣ ବସି ହେଲେ ହବ? କର୍ମ କରନ୍ତୁ। ଜଣେ ଅଫିସର ଅଫିସ କାମରେ କାର୍ଯ୍ୟ କରୁଛି, କାଗଜପତ୍ରରେ କାମ କରୁଛି, ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଛି। ଜଣେ ମୂଲିଆ ସେତିକି ସମୟ କାମ କରୁଛି, ମାଟି ସିମେଣ୍ଟ ଗୋଡ଼ି ଭୋଇ ଭୋଇ ସନ୍ଧ୍ୟା ବେଳକୁ ଯାଉଛି, ଟଙ୍କା 200-300 ନେଇକି ଯାଉଛି। କର୍ମ ତ ଏକା, କିନ୍ତୁ ଫରକ ହେଉଛି ଏଇଆ, କାହା ଭାଗ୍ୟରେ କ'ଣ ଅଛି। ହେଲେ ସୁଦାମାଙ୍କର ଜଣେ ସାଙ୍ଗ ଥିଲେ, ବ୍ରାହ୍ମଣ ସାଙ୍ଗ। ଏ ବ୍ରାହ୍ମଣ ସାଙ୍ଗ ଜଣକ ସୁଦାମାକୁ କହିଲେ, ସୁଦାମା ଚାଲେ, ମୁଁ ରାଜାଙ୍କ ପାଖକୁ ଯାଉଛି, ତୁ ମୋ ସାଙ୍ଗରେ ଚାଲ, ରାଜାଙ୍କର ସ୍ତୁତି କରିଥିବୁ, ସେ ତୋତେ ଅନେକ ଧନ ଦେବେ। ମୁଁ ରାଜାଙ୍କ ପାଖକୁ ସବୁଦିନେ ଯାଉଛି, ଆଉ ରାଜାଙ୍କର ସ୍ତୁତି କରିଦେଉଛି, ରାଜା ମୋତେ ଧନ ସମ୍ପତ୍ତି ଦେଉଛନ୍ତି, ମୁଁ ଖୁସିରେ ଚଳୁଛି। ସୁଦାମା ଭାବିଲେ ବୋଧେ ମୋ ସାଙ୍ଗ ତ ମୋତେ ସେ ନେଇକି ଯାଉଛି ରାଜାଙ୍କ ପାଖରେ, ପ୍ରଭୁଙ୍କର ସ୍ତୁତି ଗାନ କରିବି, ପ୍ରଭୁଙ୍କର ଗୀତ ଗାନ କଲେ ମୋତେ କିଛି ଅର୍ଥ ମିଳିଯିବ, ମୋ ପରିବାର ଚଳିବ। ଏ କଥାକୁ ସୁଦାମା ମହାରାଜ ଭାବି ତାଙ୍କ ବ୍ରାହ୍ମଣ ସାଙ୍ଗ ସହିତ ଯେତେବେଳେ ପୁଣ୍ଡରୀକ କୃଷ୍ଣ ପାଖରେ ପହଞ୍ଚିଲେ, ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। ସୁଦାମା ସେ ବ୍ରାହ୍ମଣଙ୍କ ସାଙ୍ଗମାନଙ୍କ ଘରେ ପହଞ୍ଚିଲେ ତ ଦେଖିଲେ ପୁଣ୍ଡରୀକ କୃଷ୍ଣ ମଦ୍ୟପାନ କରୁଛି। ଅର୍ଦ୍ଧଲଗ୍ନ ଉନ୍ନତ ନାରୀମାନେ ତାଙ୍କର ସେବା କରୁଛନ୍ତି। ନିଜକୁ ଦେଖି ଧିକାର ମନେ କଲା ସୁଦାମା ଠିଆ ହୋଇଛନ୍ତି, ତାଙ୍କ ସାଙ୍ଗ ବ୍ରାହ୍ମଣ ଜଣକ ରାଜାଙ୍କର ସ୍ତୁତି ଗାନ କରିଦେଲେ। ଆଉ ସଙ୍ଗେ ସଙ୍ଗେ ପୁଣ୍ଡରୀକ କୃଷ୍ଣ ସୁଦାମାଙ୍କ ସାଙ୍ଗକୁ ଅନେକ ଅର୍ଥ ଦେଇଦେଲେ। ଆଉ ମଦ୍ୟପାନରେ ଟଳମଳ ହୋଇ ପଚାରିଲେ ସେ ବ୍ରାହ୍ମଣକୁ, ଇଏ କିଏ? ବ୍ରାହ୍ମଣ କହିଲେ, ମୋ ସାଙ୍ଗ ସିଏ। ନା ତାଙ୍କ ନାମ କ'ଣ? ନା ତାଙ୍କ ନାଁ ସୁଦାମା। ନା କାହିଁକି ଆସିଛନ୍ତି? ନା ଆପଣଙ୍କର ସ୍ତୁତିଗାନ କରିବା ପାଇଁ। ନା ତାହେଲେ କହ, ମୋର ସେ ସ୍ତୁତିଗାନ କରୁ। ସୁଦାମା କହିଲେ, ବନ୍ଧୁ
ମୁଇଁ ଲମ୍ପଟ ଏଇ ରାଜାର ସ୍ତୁତି ଗାନ କରିବି? ମନା କଲେ ସୁଦାମା। ସୁଦାମା କହିଲେ ମୁଁ ଏହାର ସ୍ତୁତି ଗାନ କରିବି। ବ୍ରାହ୍ମଣ କହିଲେ ହଁ, ଏତେ ଦିନ ପର୍ଯ୍ୟନ୍ତ କୃଷ୍ଣର ସ୍ତୁତି କଲୁ, ସେ ତତେ ଦେଇଛି କଣ? ପାଇଛୁ କଣ? ଘରେ ଖାଇବାକୁ ନାହିଁ, ପତ୍ନୀକୁ ଭଲ ଭଲ ଶାଢ଼ୀ ଦେଉନାହୁଁ, ନିଜେ ବି ଚିରାପଟା ଧୋତି ପିନ୍ଧିଛୁ, ଘର ଛାଣ କରିବା ପାଇଁ ତୋ ପାଖରେ ପଇସା ନାହିଁ, ପିଲାଙ୍କୁ 2 ବେଳା ଖାଇବା ପାଇଁ ମୁଠାଏ ପଇସା ନାହିଁ, ଏତେ ଦିନ ପର୍ଯ୍ୟନ୍ତ କୃଷ୍ଣକୁ ଡାକି କୃଷ୍ଣ ତତେ ଦେଇଛି କଣ? ସୁଦାମା ହସିଲେ, କହିଲେ ବନ୍ଧୁ, ଏ ମୁଣ୍ଡ ଯାହାକୁ ଥରେ ବିକି ଦେଇଛି ସେ ଆଉ କାହାର ହେବ ନାହିଁ। ଏ ମୁଣ୍ଡ ସେ ମୁଣ୍ଡ ନୁହେଁ, ନହିଁବା ଜାଗରୁ ଉଠିଯିବ। ମୁଁ ଯୋଉ କୃଷ୍ଣଙ୍କୁ ଏ ମୁଣ୍ଡ ବିକି ଦେଇଛି, ମୁଁ ଯୋଉ କୃଷ୍ଣଙ୍କୁ ମୁଁ କୃଷ୍ଣଙ୍କର ହେଇଯାଇଛି, ତାଙ୍କ ସ୍ତୁତି ବ୍ୟତୀତ ମୁଁ ଆଉ କାହାର ସ୍ତୁତି କରିବି ନାହିଁ, କାହାରି ପ୍ରଶଂସା କରିବି ନାହିଁ, କରିବି ତ ତାଙ୍କରି କରିବି। ସୁଦାମାଙ୍କ ଖାଇବାକୁ ନାହିଁ ସତ, କିନ୍ତୁ ମନ କେତେ ତାଗଡ଼ା। ପୁଣ୍ଡରୀକ କୃଷ୍ଣ କହିଲେ ଆରେ କା? ସୁଦାମା କହିଲେ ମୁଁ ତୁମର ସ୍ତୁତି କରିବି ନାହିଁ, ଯଦି କରିବି ତ ମୋ କୃଷ୍ଣଙ୍କର ସ୍ତୁତି କରିବି। ସୁଦାମା ଗାଇଲେ କୃଷ୍ଣଙ୍କର ଭକ୍ତି ଭାବର କଥା, ଜୀବନ ମରଣ ରହସ୍ୟର କଥା। ଅଳ୍ପ ଦିନ ପାଇଁ ଆସିଥିବା ଜୀବନ କିପରି ଭାବରେ ମୃତ୍ୟୁବରଣ କରେ, ଜୀବନର ରହସ୍ୟର କଥାକୁ ଯେତେବେଳେ କହିଲେ ଜନ୍ମ ମୃତ୍ୟୁର ରହସ୍ୟ କଥା, ଏକରେ ମ୍ରିୟମାଣ ରାଗିଗଲେ ପୁଣ୍ଡରୀକ କୃଷ୍ଣ, ଚାବୁକରେ ପ୍ରହାର କଲେ ସୁଦାମାଙ୍କୁ। ସୁଦାମା କହିଲେ ଜୟ ଶ୍ରୀକୃଷ୍ଣ। ଯେତେ ଥର ଚାବୁକରେ ପ୍ରହାର କରୁଥାନ୍ତି ସୁଦାମା ସେତେ ଥର ଜୟ ଶ୍ରୀକୃଷ୍ଣ ଜୟ କୃଷ୍ଣ କହୁଥାନ୍ତି। ପରିଶେଷରେ ଯେତେବେଳେ ମୃତ୍ୟୁଦଣ୍ଡ ଦେବା ପାଇଁ ସୁଦାମାକୁ କହିଲେ, ଏ ବ୍ରାହ୍ମଣ ଜଣକ ଗୋଡ଼ ତଳେ ପଡ଼ିଗଲେ, କହିଲେ ମହାରାଜ ମୋତେ କ୍ଷମା କରନ୍ତୁ, ଆରେ ଅସହାୟ ଲାଗି ଆର ଅଭାବ ଲାଗି ମୁଁ ସହିପାରିଲିନି, ଆପଣଙ୍କ ପାଖକୁ ଆସିଲି, ଆପଣଙ୍କ ସ୍ତୁତି କରିଥିଲେ କିଛି ଧନ ସମ୍ପତ୍ତି ମିଳିଥାନ୍ତା, ହେଲେ ମୁଁ ଜାଣିନଥିଲି ଯେ ସେ ଆପଣଙ୍କ ସ୍ତୁତି ପରିବର୍ତ୍ତେ ଭଗବାନଙ୍କ ସ୍ତୁତି କରିବ ବୋଲି, କ୍ଷମା କରିଦିଅନ୍ତୁ, କ୍ଷମା କରିଦିଅନ୍ତୁ। ଏ ବ୍ରାହ୍ମଣ ଯେହେତୁ ରାଜାଙ୍କ ପାଖକୁ ସବୁଦିନ ଯାଆନ୍ତି, ତାଙ୍କର ସ୍ତୁତି ଗାନ କରନ୍ତି, ଏ ବ୍ରାହ୍ମଣଙ୍କୁ କଥାକୁ ରକ୍ଷା କରି ସୁଦାମାକୁ ଛାଡ଼ିଦେଲେ ପୁଣ୍ଡରୀକ କୃଷ୍ଣ। ଚାବୁକ ମାଡ଼ରେ ସୁଦାମାଙ୍କର ସର୍ବାଙ୍ଗ ଶରୀର ରକ୍ତାକ୍ତ ହେଇଯାଇଛି। ଘରକୁ ଫେରି ଆସିଛନ୍ତି, ସୁଶୀଳା ଘରେ ନାହାନ୍ତି, ଶୋଇପଡ଼ିଛନ୍ତି ସୁଦାମା। ନନ ସାକ୍ଷାତ ଭଗବତେ ସଖା ସାକ୍ଷାତ ଶ୍ରୀଅଙ୍ଗପତି ବ୍ରାହ୍ମଣସ୍ୟ ଶରଣସ୍ୟ ଭଗବାନ ଶ୍ରୀହରିପତି। ସୁଶୀଳା ଫେରି ଆସିଛନ୍ତି, ଦେଖିଛନ୍ତି ସ୍ୱାମୀ ଶୋଇଛନ୍ତି, ହେଲେ ଏ ଶରୀରରେ ରକ୍ତାକ୍ତ ଚିହ୍ନ, ଏ ଚାବୁକର ପ୍ରହାର କିଏ କରିଛି, ଏମିତି କିଏ କଲା? ସୁଦାମା ହସିଦେଲେ। ସୁଦାମା କହିଲେ ସୁଶୀଳା ମୁଁ ହାରି ନାହିଁ। ପୁଣ୍ଡରୀକ କୃଷ୍ଣ ତାର ସ୍ତୁତି କରିବାକୁ କହିଲା, ହେଲେ ମୁଁ ପ୍ରଭୁଙ୍କ ସ୍ତୁତି ପରିବର୍ତ୍ତେ ତାର କେମିତି ସ୍ତୁତି କରିଥାନ୍ତି? ନନ ସାକ୍ଷାତ ଭଗବତେ ସଖ୍ୟା ସାକ୍ଷାତ ଶ୍ରୀଅଙ୍ଗପତି ବ୍ରାହ୍ମଣସ୍ୟ ଶରଣସ୍ୟ ଭଗବାନ ଶ୍ରୀହରିପତି। ସୁଶୀଳା କହିଲେ ଯାହା କରିଛ ଠିକ କରିଛ ସ୍ୱାମୀ, ହେଲେ ଗୋଟିଏ କଥା ମୁଁ ତମକୁ କହୁଛି, ତୁମେ ପରା କୁହ ଦ୍ୱାରିକାର କୃଷ୍ଣ କୁଆଡେ ତୁମର ପିଲାଦିନର ସାଙ୍ଗ, ସେ କୁଆଡେ ବ୍ରାହ୍ମଣ ମାନଙ୍କୁ ବେଶୀ ଭଲ ପାଆନ୍ତି, ତୁମେ ଯଦି ତାକୁ ଯାଇ ଆମ କଥା କୁହନ୍ତ, ତେବେ ସେଇ ହୁଏତ କିଛି ଆମକୁ ସାହାଯ୍ୟ କରନ୍ତେ, ଆମ ପରିବାର ପିଲା ଛୁଆମାନେ ଆନନ୍ଦରେ ଚଳନ୍ତେ। ସୁଦାମା କହିଲେ ସୁଶୀଳା
ଯେତିକି କହିଲୁ ସେତିକି ଆଉ ପଦେ ବି କହିବୁ ନାହିଁ। ପ୍ରଭୁ ପାଖରେ ଚାକର କେବେ ମାଗେ ନାହିଁ। ସେ ଅନ୍ତର୍ଯ୍ୟାମୀ, ସେ ସମସ୍ତଙ୍କର ଅନ୍ତରର କଥା ଜାଣନ୍ତି। ଯଦି ମୁଁ ମାଗେ ତେବେ ତାଙ୍କ ପତିତ ପାବନକୁ ନିନ୍ଦା ହେବ ନାହିଁ। ପ୍ରକୃତରେ ଆମେ ଯାହାକୁ ମାଗୁ ଆମକୁ ଯିଏ ଦିଏ, ଆମେ ମାଗିବା ଠାରୁ ସେତିକି କମ ଦିଏ, ନହେଲେ ସେତିକି ବି ଦିଏ। କିନ୍ତୁ ଯିଏ ଦିଏ ସେ ମାଗିବା ଠାରୁ ଅଧିକ ଦିଏ। ମାଗିବା ଲୋକ ଭିକାରୀଟିଏ ମାଗେ, ଦାଣ୍ଡରେ ଠିଆ ହୁଏ, ଯେତିକି ଦେଲେ ସେ ସେତିକି ଦେଇ ପଳାଏ। ଆଉ ଯିଏ ଦବା ଲୋକ ଦିଏ, ସେ ଘର ଭିତରକୁ ଡାକେ, ଖଟ ଉପରେ ବସେଇ ତାକୁ ଦିଏ। ସୁଦାମା ସେଇ କଥା କହୁଛନ୍ତି। ପ୍ରଭୁ ଜାଣନ୍ତି ମୋ ଭକ୍ତର ଦରକାର କଣ। ଯଦି ପ୍ରଭୁ ପାଖରେ ମଗାଯାଏ ତେବେ ମାଲିକ ଆଉ ଚାକର ଭିତରେ ସମ୍ପର୍କ ରହିଯିବ। ମାଲିକ ଆଉ ଚାକର, ଆଉ ପ୍ରଭୁ ଆଉ ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ରଖିବ ନାହିଁ। ଆଉ ଏ କଥା ମଧ୍ୟ ମନେ ମନେ କହିଲେ, ସୁଦାମା କହିଲେ, मैं अगर मांगू तुझे पर तुम्हें न देना कुछ मुझे वरना आशिक नहीं, तब मजबूर बनी जाएंगे। कहला, हे प्रभु, मने मने चिंतन कले सुदामा कहले, हे प्रभु, जदि मैं भूल रे किछि भी मागी देबी तेबे हे मणिमा, तेबे तुम्हें शपथ करी कुह मते किछि भी देब नाही, नहले मु तुमर सेवक नुह, मूल लगा चाकर होइजिबी। सुदामा कहले, हे सुशीला, मोर धन भाव अभाव ठीक, हेले मु मो कोटीर राजा, से द्वारिकार राजा होई परंती, मो कुटीर मु राजा। आउ आमे माने चाह प्रभु को मागो, मंदिर जाई दीप जालो, मंदिर दीप जाली आमे प्रभु को मागो, प्रभु मोर पिला दीटा केमती मनीष ही जानतो, मो पुओ जमी परीक्षा रे फर्स्ट क्लास फास्ट पाओ, मोर धन धान्य परिपूर्ण हो जाओ, मोर सुख सुविधा मिल जाओ। ये घरटा करी जे घरटा हो पारे, प्रभु टिके घरटा हो जाओ। आमे जहाँ सब मागू केवल सांसारिक मोहमाया विषय वासना प्रति आसक्ति भाव मागु थाओ, किंतु प्रभु को पाखकू जीवाकू हेले हमको जहाँ दरकार आमे ताकू ही मागुना। जहाँ यही छाड़ी दे जीवु, जहाँ विषय वासना संसार रे घांटी होई पुणी पुनरा ये पृथ्वी को आसबु, जन्म न ग्रहण करिबु, ये पुनरेपि मरणं पुनरेपि जन्म पुनरेपि मातार जठरे शयनम, यही धराधाम रे पुणी आउ थरे मातृजन्म रे प्राप्त होबो। आमे सेई कथा ही प्रभु को मागो, आ केबे मागो न जे प्रभु मते टिके भक्ति कराओ, प्रभु तम चरण तले मते टिके शरण दियो, प्रभु मते मुक्ति दियो बोले। सुदामा मना कले, कले सुंदरे। सुदामा कहले, सुशीला, जेतिकी कहले सेतिकी आउ केबे मागिबा नै मते कहिबो नाही। चिंतन रे पड़ी गले सुशीला। बुद्धिमती सुशीला कहले, ठीक अच्छी, तुम्हें तो कहूल सी कहे तुम पिलादिन सांग, सांदीपनी गुरु आश्रम तुम्हें कौटे सांग ही पाठ पढ़ुल, सांग ही खाऊल, सांग ही शोल। आज जिते से द्वारिकार राजा होती, से केमिति देखा जाउछंती, केमिति अछंती, तुम्हें बंधु हिसाब से तो पाखे दर्शन कर आसवाटा उचित होउछि ना। से सिना राज्य कार्य छाड़ी राज्यर राजा होइछंती, प्रजा मान को पालन करुछंती बोले आसी पारु नहांती, हे तुम तो तांको पाखकु जिबा उचित थिला ना, बंधु तो बंधु को दर्शन करबा उचित थिला ना, थरे जाई ताको देखा करी आसंत नहीं। सुदामा कहले, एते दिन पर पदिए कथा कहले सुशीला, मु निश्चिंत जीवी, मो बंधु को देखा करबा पई जीवी। खेले सुशीला, मु
मत द्वारिकाधीश को दर्शन देखा कर जी बंधु हिसाब से जी हेले किसी अच्छी कौन अच्छी उठाई दियो नहीं कि जी सुशीला जानती स्वामी एतिकी रोजगार कर एतिकी चाउल आनी एतिकी रोषे एतिकी खाइचु आउ कौन अच्छी तथापि भी बंधु हिसाब से सुशीला को कहते सुशीला तो चिंता कले कौन करेंगे दबाक तो ही पड़ो केतोटी जगह को खाली हाथ में जावा उचित नुहे गोटे हूँ मंदिर को जाते जिते मंदिर को यदि भोग न नौ तो फूलटे नहीं जातु जदि अर्थ अभाव अच्छी फूल माल ना भी फूलटे नहीं जातु कौन सी बंधु घर को जाऊँ खाली हाथ में जातु ना आ गुरु पाखक जो जाऊँ खाली हाथ में जातु ना निश्चित भाव में किसी नहीं कि जातु निज सामर्थ्य अनुसार आज से कथा सुदामा कहते सुशीला मु तो जीवी मो सखा पाई घर को किसी तो नहीं कि जीवी ना सुशीला 5-7 घर को गल जाई चाउल मुठा मुठे मागिकी आनिले आ चाउल मुठा मुठे मागिकी आनी ताकू भाजी देले निज पणत कानी को चिरी देले आ से पणत कानी रे से खुद भोजातिक भाजी दे मने मने सुमरणा कले हे अंतर्जामी तुम तो अंतर वेदना चली पार मोरी खुद भजा ये पुड़ियाटी मो कानी पणतर कपड़ा रे बंधा होता पुड़ियाटी तुम्हें पाइला परे जानीपर आमर अवस्था आम केमी अच्छु आ ये तो जाऊँच तुम आपन को दर्शन करने आपड़ तो कुशल कथा पचारि ये कुशल कथा ही कहे भलरे अच्छी बोली कहे आम दुख दुर्दशा कहे नहीं हेले आम चलू केमी 5 प्राणी बचबू केमी एक कथा कही सुशीला स्वामी को विदाय देले सुशीला तो पति को द्वारिका जावा को कहीदेले आ सुदामा भी घर छाड़ी चली गले यापर सुशीला मन चिंतार पड़ी गला पति अनेक दिन हम निराहार अच्छा दुर्बल अच्छा खाई ना एत बड़ा द्वारिका केमी जीवे पहुंची पारे ना नहीं हेले अन्य उपाय भी मो पाखे किसी ना पिला मानक दुर्दशा तांको असह्य मन होउथिला से भगवान सूर्यनारायण को प्रार्थना करी कहले हे प्रभु मो भक्ति को रक्षा करिवे सुदामा पौष मास शुक्ल पक्ष सप्तमी तिथि रे घर बाहरी थिले अति ठंडा समय जाउछंती प्रभु तो भगवान भक्त को परीक्षा करने कथा किंतु प्रचंड रौद्रताप है बाली रे टकमट ही बाली फुटिबा को लगिला सुदामा चली पारु एति जोर बाली ताती जाउछि तथापि भी कष्ट करी चली सुदामा खाली पादरे जाऊ जाऊ अनेक कंटार आघात मध्य पाइछंती बाटरे जाऊ जाऊ जड़े अतिथि साक्षात है आ से अतिथि जन पचारे कि तुम्हें ना मु सुदामा कुआड़े जाऊच द्वारिका को जाऊँगी कहीं कृष्णचंद्र को देखा करी से अतिथि जन को कहले कृष्ण को कहीं देखा कर ना से मोर सखा से मोर बंधु से मोर सांग देखा करने जाऊँगी आ से अतिथि जन को कहले ये लंपट कृष्ण सी कहार केबे सखा होइछि ना कहार केबे साथी होइछि ना कहार केबे सांग होइछि गोपी माने एते प्रेम कले एते भल पाइले से गोपी मान पाखे रहिले नंद जशोदा एते लालनपना करी पालन कले निज जीवन ठू अधिक पालन कले सी कौन नंद जशोदा पाखे रहिले तेणु ये कपटिया कहा पाखे रुहंती तेणु ये कहार नुहंती केबे किछि मागिले भी से दियंती नाही
ସୁଦାମା ହସିଲେ, କହିଲେ ହେ ଅତିଥି ମହୋଦୟ, ମୁଁ ମୋ କୃଷ୍ଣକୁ ଯେତିକି ଜାଣିଛି ସେ କେବେ କାହାକୁ ଧୋକା ଦିଏ ନାହିଁ, କେବେ କାହାକୁ ନିରାଶ କରେ ନାହିଁ। ଆଉ ମାଗିବା ଲୋକକୁ ଯେତିକି ମାଗେ ସେତିକି ଦିଅନ୍ତି, ନ ମାଗିବା ଲୋକକୁ ଯାଚି ଯାଚି କରି ଦିଅନ୍ତି। ଏତିକି କଥା ହଉ ହଉ ଅଳ୍ପ ବାଟ ଯାଇଛନ୍ତି କି ନାହିଁ, ଦେଖିଲେ ଗୋଟେ ଜାଗାରେ ସତ୍ସଙ୍ଗ ହଉଛି। ଆଉ ସେଇ ସତ୍ସଙ୍ଗରେ ବସିଗଲେ ତ ସୁଦାମା ଥକାପଣ ହେଇ ବସିଗଲେ ତ ଶ୍ରବଣ କରୁଛନ୍ତି ଭଗବାନଙ୍କର ସେଇ ଦିବ୍ୟ ଲୀଳାର କଥାକୁ, ସତ୍ସଙ୍ଗ କଥାକୁ ଶ୍ରବଣ କରୁଛନ୍ତି। ଥକାପଣରେ ସୁଦାମାକୁ କେତେବେଳେ ନିଦ ଆସି ଯାଇଛି ଜାଣିନାହାନ୍ତି। ଆଉ ଯେତେ ଆଖିରୁ ନିଦ ଖୋଲି ଯାଇଛି, ଆଖି ଖୋଲି ଯାଇଛି, ଦେଖିଛନ୍ତି ତ ଦ୍ୱାରିକାର ବଡ଼ଦାଣ୍ଡରେ ଠିଆ ହେଇଛନ୍ତି, ଦ୍ୱାରିକାର ରାଜରାସ୍ତାରେ ଠିଆ ହେଇଛନ୍ତି। ଆଶ୍ଚର୍ଯ୍ୟ ଚକିତ ହେଇଗଲେ ସୁଦାମା, ଏ କଣ, ମୁଁ ଥିଲି କୋଉଠି ଆଉ ପହଞ୍ଚିଲି କୋଉଠି? ଲୋକମାନଙ୍କୁ ପଚାରିଲେ କେଉଁ ଜାଗା? ନା ଏ ଦ୍ୱାରିକା। ନା ଯଦି ଏ ଦ୍ୱାରିକା ତାହେଲେ କୃଷ୍ଣଚନ୍ଦ୍ର ରହୁଛନ୍ତି, ତାଙ୍କ ଉଆସଟା କୋଉଠି? ପଥଚାରୀ ବତେଇ ଦେଲେ। ଆଉ ଅଳ୍ପ ବାଟ ଗଲେ ଯୋଉ ଉଆସ ଦେଖାଯାଉଛି ସେ ହଉଛି କୃଷ୍ଣଚନ୍ଦ୍ରଙ୍କ ଉଆସ। ସୁଦାମା ଚାଲିଲେ, ପହଞ୍ଚିଗଲେ ସିଂହଦ୍ୱାର ନିକଟରେ। ଦ୍ୱାରପାଳ ରୋକିଦେଲେ, କହିଲେ ରୁହ, କୁଆଡେ ଯିବ? ନା ମୁଁ କୃଷ୍ଣଙ୍କୁ ଦେଖା କରିବି। ନା କଣ ଦରକାର କହୁନ? ନା କିଛି ଦରକାର ନାହିଁ। ନା ଖାଇବ? ନାଇଁ ଖାଇବି ନାହିଁ। ନା ଧନ ଦରକାର? ଆବଶ୍ୟକ ନାହିଁ। 1 କୋଟି କପିଳା ଗାଈ ନେଇଯାଅ, କଣ ହବ? ସୁନା ରୂପା ମୋତି ମାଣିକ ନେଇଯାଅ, ଆବଶ୍ୟକ ନାହିଁ। ତାହେଲେ କୁଆଡେ ଆସିଛ? ମୁଁ କୃଷ୍ଣଚନ୍ଦ୍ରକୁ ଦର୍ଶନ କରିବି, ଦେଖା କରିବି। ନା କାହିଁକି? ନା ମୋର ସେ ବାଲ୍ୟ ସଖା ତ ବହୁତ ଦୂରରୁ ଆସିଛି ତାକୁ ଦେଖା କରିବା ପାଇଁ। ଏତିକି ଶୁଣିଛନ୍ତି କି ନାହିଁ? ଅଟହାସ୍ୟ କରିଲେ ଦ୍ୱାରପାଳ ମାନେ। କାହିଁ ରାଜେ ରାଜେଶ୍ୱର କୃଷ୍ଣଚନ୍ଦ୍ର, ଆଉ କାହିଁ ଏ ଦରିଦ୍ର ବ୍ରାହ୍ମଣ? ସିଏ ପୁଣି କହୁଛି ତାଙ୍କର ସଖା ଆଉ ସାଥୀ ହବ, ପିଲାଦିନର ସାଙ୍ଗ ବୋଲି। ସୁଦାମା ସେଇଠି ଠିଆ ହେଲେ, କହିଲେ ଦେଖ ଟିକେ ତ କାହିଁ ଖବର ଦିଅ, ମୁଁ ଏଇଠି ଅପେକ୍ଷା କରିଛି, ଟିକେ ଯାଇ କୃଷ୍ଣକୁ କୁହ। ନା କଣ କହିବୁ? ନା କହିବ ସୁଦାମାପୁରରୁ ସୁଦାମା ଆସିଛି। ଦୂତ ଯାଇ ପହଞ୍ଚିଲା। ଆଉ ଦୂତ ଯେତେବେଳେ ପହଞ୍ଚିଲା, ଦ୍ୱାରର ବାହାର ପାଖରେ ପହଞ୍ଚିଲା, ଦେଖିଲେ ପ୍ରଭୁ ମଣୋହି କରୁଛନ୍ତି। ମହାଲକ୍ଷ୍ମୀ ବଳେଇ ବଳେଇ ପ୍ରଭୁଙ୍କୁ ଖୁଆଇ ଦଉଛନ୍ତି। ଅନ୍ୟ ପତ୍ନୀ ମାନେ ଆଲଟ ଚାମର କରି ସେବା କରୁଛନ୍ତି। ଅଷ୍ଟପାଟ ବଂଶୀ ମାନେ ପ୍ରଭୁଙ୍କର ସେବାରେ ଅଛନ୍ତି, ପ୍ରଭୁ ମଣୋହି କରୁଛନ୍ତି। ଦୂତ ଦୂରରୁ ସେ ପ୍ରଣାମ ଜଣାଇଲା। ମା ଲକ୍ଷ୍ମୀ କହିଲେ ତୁମକୁ କଣ ସମୟରେ ଜ୍ଞାନ ନାହିଁ? ପ୍ରଭୁ ପୁରା ମଣୋହି କରୁଛନ୍ତି। ଦୂତ କହିଲା ଠିକ ଯେ, ହେଲେ ଅନେକ ସମୟ ହେଲା ଜଣେ ଅପେକ୍ଷା କରିଛି, କହୁଛି ପ୍ରଭୁଙ୍କୁ ଦର୍ଶନ କରିବ ବୋଲି। ନା ତାଙ୍କୁ କିଛି ଧନ ସମ୍ପତ୍ତି ଦେଇଦେଲ ନାହିଁ? ଦୂତ କହିଲା ସିଏ ମନା କଲେ। ନା କଣ କହିଲେ? ନା କହିଲେ କେବଳ ପ୍ରଭୁଙ୍କୁ ଦର୍ଶନ କରିବେ। ନା କେମିତି ଦେଖିବା ପାଇଁ? ପ୍ରଭୁ କହିଲେ କୋଉଠୁ ଆସିଛି, ତାଙ୍କ ନାଁ ତ କହିଥିବ, ଦେଖିବା ପାଇଁ କେମିତି? ନା ପ୍ରଭୁ ଚିରା ନେଙ୍ଗଡ଼ା ମଳିଆ ଫଟା ବସ୍ତ୍ର, ଫଟା ଧୋତି ପିନ୍ଧିଛନ୍ତି, ଗୋଟେ ସାଏଲ ପକେଇଛନ୍ତି କାନ୍ଧରେ, ଯେ ଅଷ୍ଟାଙ୍ଗ ଶରୀର ଦେଖାଯାଉଛି ଚିରାଫଟାରେ, ମଳିନ ପଡ଼ିଛି ସେ, ଆଉ ବାଡ଼ିଠାଇ ଧରିଛନ୍ତି।
कहउछंती से कोरे आपन को सखा ना ताको ना तो कहिथिबे ना हो ना ताको ना कोन ना से कहले सुदामा पर सुदामा आसीछि एतिकी कहिसंती ना नाही भगवान जो अन्न गुंडाटा पाटी कि नउतले थप किनी पड़ी गला भगवान उठी गले आखि छल छल हो गला धाई गले से सुदामा पाखक राजउवास को दौड़ुछंती अष्ट पाठ बसी माने आश्चर्य हो गले एमिति किए से आसीछती जे निज मनेर उठी जाते जहाँ को दर्शन करने पाई शिव सनक आदि जुग जुग धरी तपसाधन करते अनुमति नियंती दर्शन करने आज एमती किए आसी भगवान निजे मन उठी ताको दर्शन करने खाली पादे दौड़ुंट आ भगवान कृष्ण ते दौड़ुंट राज परिवार समस्त पछे दौड़ुंट भगवान कृष्ण पहुंची गले राजदांड रे कहले सुदामा 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 ये सुदामा सुदामा डाकरे चाहिए सुदामा आ भगवान कृष्ण महा आनंद रे आखिर अश्रु निगेड़ी जाउछि महा आनंद रे खुशी रे हाथ बढ़ी दिले महाबाहु को बढ़ी दिले सुदामा को आलिंगन करबा पाई सुदामा किंतु निजको संकोच मन कला ये राज राजेश्वर मणिमुक्तारी झटकुछंती अलंकार परिधान करिछंती शिवस्वर चिन्ह अछि मणिमुक्तार शरीरटा मध्यरे ए छिरा कुतरा मलिन शरीरटा ए महाबाहु भितर मिसिबो केमिति सुदामा संकोच करुछंती कृष्ण चंद्र को देखी देखि आखिर लाहा धार धार लुह गड़ी जाउछि हेले महाबाहु रे बाहु मिसेया पाई संकोच करुछंती सुदामा हेले महाबाहु छाड़िले तो महाबाहु केबे देखंतिनी रूप को महाबाहु केबे देखंतिनी शरीर को महाबाहु केबे देखंतिनी बाहर आवरण को महाबाहु देखंती अंतरात्मा को महाबाहु देखंती अंतर थिबा सेई भल पाइबा को स्नेह ममता को भक्ति को भक्त भव भक्त को सुदामा जेते संकोच अनुभव कले महाबाहु ताको आलिंगन रूपक जबरदस्त हो गले आउ दुहींकर दुई बंधु आलिंगन रूपे आलिंगन मुद्रा रे अछंती जो द्वारपाल माने अटहास्य करथिले से निजको संकोच अनुभव अपमानित बोध कले पर ये किए जहाँ कपाई रत्न सिंहासन छाड़ी महाबाहु आज बड़दाण्ड रे विद्यमान अछंती जहाँ को देखिले देखिबा पाई देवता आदि माने अपेक्षा करती ये किए जाको आंख पाखु कोई भगवान रत्न सिंहार छाड़ी राजउवास छाड़ी दाण्ड मध्य को दौड़ी आसीछंती से बड़दाण्ड रे भगवान कृष्ण अष्टपाष्ट प्राणी को डाकई देले पाछटी नवा पाई सुदामा को निज उवास को अन्य माने राज कर्मचारी माने अछंती सत हे भगवान निजे छत्र धार धारण करी पाछटी नहीं गले आज सुदामा को निज उवास मध्य को उवास पाख को गला परे रत्न सिंहासन रे सुदामा को बसई देले सुदामा कहले नाई प्रभु आपनकर पाद तले मोर सेवा आपन को किंकर आपन को चाकर मु आपन को पाद तले बसवा कथा आपन को सिंहासन आपन ही बसंतु आज भगवान के नछोड़ बंधा महाबाहु आज किसी बुझीबार नाही भक्त आउ सखा भक्त्य भक्त पाई भगवान कर हृदय थाए एका तो भकत जीवन भकत तो पिता माता भकत तो बंधु
भगत निमंते तुझे नाम कृपा सिंधु तेणु भगत बिना भगवान अधूरा रही जाती। भक्त जदि गोटे पद भगवान को आड़ को आगाए भगवान चारिपाद भक्त आड़ को आगे आसती। आज महाबाहु भक्त को नहीं रत्न सिंहासन में बसई अष्टपाष्टवासी को सुवासित जल आनी पाद धत्य करने निर्देश देते। महाबाहु सुवासित जल आने पूर्व महाबाहु सुदामा का पाद को आउंसीबारे लगी आउंसीबारे देखुंट कंटा गुड़े अनेक कंटा आघात कंटा गुड़े लगी कंटा को काढ़ लगी महाप्रभु सुदामा पादरू ये ओलटा हो जाए। सुदामा आज निजक संकुचित लज्जित अनुभव करुवा बेले महाबाहु को आखिर धार धार लोतक गड़ी पड़ुछि। अष्टपाठ वंशी माने सुवासित जल आनिबा पूर्व महाबाहु तक लोतक नयन लोतक सुदामार पाद को धौत कर सारे। अष्टपाठ वंशी माने आनिले सुदामा को स्नान कराइले शुद्ध जल स्नान कराइले नूतन वस्त्र परिधान कराइले अनेक नाना प्रकार व्यंजन रूपक जो खाद्य परिशिले सुदामा निजको स्मरण कले निज परिवार कथा। भगवान कृष्ण कहते सखा खाओ भोजन कर ये अन्न कौन तुमको पोषक नहीं। सुदामा कहले कहीं लज्जित करुछंती बंधु मने मने सुदामा भावुछंती पिला माने पत्नी मोर उपास रही आज मुझे अन्न व्यंजन किपरि भाव में ग्रहण करी आ मन मन एक भी चिंता कली जदि मुठू अन्न मन ही न करुची अन्न व्यंजन ग्रहण न करुची ताले मो सखा को अपमान हम। एक कथा को चिंता करी सुदामा खाद्य ग्रहण कले। आउ विश्राम समय भगवान कृष्ण पचारिले सखा परिवार समस्त कुशल अछंती तो। सुदामा कहले हाँ ना समस्त खुशी रे अछंती तो। सुदामा कहले आपण को कृपारू बहुत भले अच्छु ना। अच्छा आपण तमे आसिल भाउज तुम कि पठे थे ना। सुदामा नहीं खुद भजा को लुचई देले। भगवान कृष्ण वैभव देखी रूपकांति देखी राजक्य मर्यादा को देखी ये खुद भजा को कौन से ग्रहण करेंगे। एक कथा भावी सुदामा खुद भजा को जिते लुचवा को चेष्टा कले महाबाहु अंतर्जामी जोर जबरदस्त सुदामा का छड़े नहीं गले। आ महा आनंद रे महाबाहु से खुद भुजा को खाइबा को लगिले। गोटे मुठारे स्वर्गलोक द्वितीय मुठारे भूलोक अर्पण करदे सुदामा नारे। आ तृतीय मुठा को धरती माँ जगमया माँ लक्ष्मी धरी पकेले भगवान कृष्ण को हाथ को कहले प्रभु ये कौन करुछंती शेष कौन मत भी बिकी देवे। कृष्ण कहले हे महालक्ष्मी से दिन कथा कौन तुम मन नहीं। ये मोर सखा सुदामा ब्राह्मण गोटे चाउल को दुई भाग करी आमको अर्पण करिथिला आउ अधा भाग को ताको परिवार को दे पानी मुदे पे संतुष्ट रहिथिला। एकता कौन भूली जाउछ। आमे सखा हिसाब रे बंधु हिसाब रे आमे बंधुर व्यवहारटा तो दबा उचित ना। दानर प्रतिदान तो दबा उचित ना। ना प्रभु आपण जो अनुमति दियंती ताले मु सुदामा का पाई किछि देबी। हेले आपण तो सर्वेश्वरभा जगतर स्रष्टा आपण चाहिए तो सुदामार समस्त दुख लाघव हो जीव। महाबाहु कहले हे लक्ष्मी सी तो मागिले मु देबी ना।
मते तो से किछि मागु नाही नातले देव केमिति एक कथा को विचार करी भगवान कृष्ण कहले हे सखा घरे परिवार रे समते कुशल अछंती तो सुदामा कहले आपण को कृपारु सब किछि कुशल अछि भगवान कहले ठीक अछि तुमरे यही कथा ही हेबो बेसी दिन अपेक्षा न करी सुदामा बाहर ले निज घर को फेरी जबा पाई कारण पिला माने उपवास रे अछंती गले किछि भिक मागी के आनले परिवार चलिबो बेसी दिन इठी रहिबा उचित न भाबी सुदामा जतले घर को जाउछंती यही समय रे भगवान जगतकर्ता कृष्णचंद्र विश्वकर्मा को स्मरण करिबा परे विश्वकर्मा जाई द्वारिका सुदामापुरी रे समस्त घर को स्वर्ण मंदिर करि दैछंती एवं सुदामा जो उवास रे रहथले से उवास को भगवान कृष्ण के उवास सहित तुलन्य कर दैछंती आ सुदामा जेतबे जाई घरे पहुंचले निज कुटीर पाखरे पहुंचले आश्चर्य चकित होई चाहिए जे मो कुटीरटा को एठी थिला कुआडे गला ए केईटा दिन भितर कोन आको के नेई गला पुंडरीक कृष्ण कोन आको नेई राजवास पड़ी देले घरे भितर पत्नी सुशीला तले सुसज्जित बेसरे आसी पहुंची गले आड़ी रंगर परिधान कर आसी पहुंची गले और सुदामा को ये प्रणाम कले सुदामा विचलित होगले कहले देवी तुम्हें किए सुशीला कहले स्वामी मते तुम चिन्ह पार ना मु तुम पत्नी सुशीला आश्चर्य होगले सुदामा ये कौन एते परिवर्तन केमिति सुशीला समस्त कथा कहले आ समस्त कथा उद्बोध हेबा परे पुंडरीक कृष्ण आसी सुदामा को क्षमा मागी आ पुंडरीक कृष्ण सुदामार शरण रे आसी आज भक्त पाई भगवान सब कुछ दे पारंते जे भक्त से केबे प्रभु को मागे नहीं जे भक्त से केबे प्रभु को कहनी हे प्रभु मोर एटा दरकार मोर सेटा दरकार मोर एटा दरकार आ अंतर्जमी जानी भक्त पाई कौन दरकार केवल भक्ति कर भक्ति भाव में बुड़ी रह तांको मने पकाओ तांको गुणगान कर किसी तुमको देवाक पड़ोनी कष्ट करने को पड़ो नहीं केवल तांको नाम स्मरण कर तांको नाम को जप कर गुरु मंत्र गुरुदत्त मंत्र जप बीज मंत्र को जप कर एवं सबुदिन तांकर ही रही था धर्म रे चल जहाँ करुच तांको द्वारा होची जहाँ होची तांको द्वारा होची जहाँ हो तांको द्वारा बंध्य हम यही कथा को विचार करी जो भक्त प्रभु को चिंतन थाए प्रभु को मनन करुए प्रभु को सेवारत थाए तार केबे असुविधा होनी केबे से दुख भोग करे नहीं आसतु आज बाणी को विश्राम दबा जब आपण मान को भल लगी थाए तो निश्चिंत भाव में आपण मैंने सब्सक्राइब और लाइक करने को भूलिए नहीं आसतु प्रभु को टिके नाम नवा एवं आज बाणी को विश्राम दबा तेरे आज मन रखा जे जदि प्रकृत आम भक्ति भाव करवा भक्त हवा ये जीवन अनिश्चित आम जहाँ मागिबा ये सांसारिक मोहमाया जमी न पशिबा ये संसार आसक्ति भाव जमी न पशिबा ये संसार किपरि भाव मुक्ति हवा किपरि भाव धाम को प्राप्त हवा किपरि भाव प्रभु को सानिध्य प्राप्त हवा एक कथा ही मागिबा आ किछि प्रभु को मागिबा नहीं तेज आसतु आज बाणी को विश्राम देवा विश्राम देवा पूर्व प्रभु को टिके नाम नवा एवं आज बाणी को विश्राम देवा सर्वे वो लंतु हरि 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 रे भवु पारी हरि जे मलय पवन काष्ठ को करंती चंदन बोलिए भागवत भगवान की सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखं भवेत् ओम शांति।
ओम शांति। जय श्री कृष्ण, जय राधा रानी।